ବିଜୁ ବାବୁଙ୍କର ତ ଲିଗାସି ରେକଗ୍ନାଇଜଡ, କିଛି ଅସୁବିଧା ନାହିଁ, କିନ୍ତୁ କଣ କରୁଛନ୍ତି ମୁଁ ଜାଣିନି, ମତେ ବି ନିମନ୍ତ୍ରଣ କରିଛନ୍ତି, ତେଣୁ ମୁଁ ତ ବିଜୁ ବାବୁଙ୍କ ଲୋକ, ତେଣୁ ଅବଭିୟସଲି କଣ ହବ ମୁଁ ସିନା ଗଲେ ଜାଣିବି। ଆପଣ ଯିବେ ଆସିଲେ କେବେ? ମତେ ଡାକିଛନ୍ତି, ମୁଁ ଯାଏ, ଜାଣିଛନ୍ତି ଆପଣ ଡାକିଛନ୍ତି। ବିଜୁ ବାବୁଙ୍କ ଯିବାର ଅସୁବିଧା କଣ ଅଛି? ଲିଗାସି କି ନେଇକି କଣ କରିବି? ତ ଅଲରେଡି ବିଜୁ ପଟ୍ଟନାୟକ କଟକ ସହର ଦୁଇଟି ବରପୁତ୍ରକୁ ଜନ୍ମ ଦେଇଥିଲା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏବଂ ବିଜୁ ପଟ୍ଟନାୟକଙ୍କୁ। ଏଇଟା ମୋର କହିବାର ଉଦ୍ଦେଶ୍ୟ ହେଉଛି ଏଭଳି ବରପୁତ୍ରମାନେ ଜନ୍ମ ନିଅନ୍ତୁ ଏବଂ ସେ ଯେଉଁ ରାଜନୀତି ଏବେ ନାହିଁ, ସବୁ ବଦଳି ଯାଇଛି। ତାରି ଭିତରେ ଆମେ ଲଢ଼େଇ କରୁଛେ, ବଞ୍ଚୁଛେ। ଆପଣମାନେ ସାମାଜିକ ବ୍ୟବସ୍ଥା ଭିତରେ ଯେଉଁଭଳି ସବୁ ପ୍ରଦର୍ଶନ କରୁଛନ୍ତି ସତ୍ୟତାକୁ, ସେଇଟାକୁ ମୁଁ ସମର୍ଥନ କରୁଛି। ସେ କଥା ମୋତେ ପଚାରନ୍ତୁ ନାହିଁ। ମୋତେ ଯେଉଁଭଳି ହତ୍ୟା କରିବା ହେଇଛି ରାଜନୀତିରେ, ମୁଁ କହିବା ଉଚିତ ନୁହେଁ, କାରଣ ମୋ ପାଖରେ ତ ପଇସା ନାହିଁ, ମାଗଣା ମାନେ ଏତେ ବାଟ ଆସିଲା କେତେ ଜିତିଥାନ୍ତି। ବିଜୁ ଲିଗାସି ସେଟା, ଆଉ କଣ ବିଜେଡି ଅଛି? ଆଉ କଣ କହିବି? ଯଦି ଅଛି ସେ ରହିବ, ସେମିତି ଥାଉ, କ୍ଷତି କଣ? ବିଭିନ୍ନ ଲୋକଙ୍କର ଅଧିକାର ଅଛି ଦଳ ଗଢ଼ିବା ପାଇଁ। କିଏ ଗୋଟେ ଦଳ ଗଢ଼ିଗଲା, ସେଥିରେ ଆମେ କାହିଁକି ତାକୁ ବିରୋଧ କରୁ? କଣ ପାଇଁ କରିବୁ? ଡେମୋକ୍ରେସି